ହଉ ହଉ ଭଗବାନ ମଙ୍ଗଳ କରନ୍ତୁ। ଆସି ଆମ ଏ ବ୍ରାହ୍ମଣ ବେଡ଼ିଆ ନୂଆସାହି ଗାଁରେ ପହଞ୍ଚିଲେ। ଖୋଜି ଖୋଜି 6 ଦିନ କହି 6 ମାସ ବିଦେଶରେ ରହିବା ପରେ ଘରକୁ ଆସି ଦେଖିଲେ ଆଉ ଘରଣୀ ନାହାନ୍ତି। ଖୋଜି ଖୋଜି ଆସି ଆମ ଗାଁରେ ପହଞ୍ଚିଲେ। ଆମ ଗାଁରେ ଦଣ୍ଡଯାତ୍ରା ଦେଖୁଥିଲେ 2 ଜଣ ଯୋଗିଆଣୀ ମୁଁ ଦେଖିଥିଲି, ଏବେ ଆଉ ଦେଖିବାକୁ ପାଉନି। ଆପଣ ଡାକିଦେଲେ ସେ ଯୋଉଠି ଥାଆନ୍ତୁ ନା କାହିଁକି, ଆପଣଙ୍କ କଣ୍ଠସ୍ୱରଟା ମନେ ଥିବ, ତାଙ୍କର କଣ୍ଠସ୍ୱରଟା ବାରିକିରି ଯୋଉଠି ହେଲେ ବାହାରି ପାରିବେ। ଟିକେ ଦଣ୍ଡ ସ୍ୱରରେ ଡାକନ୍ତୁ।
ଗୀତ ଗାଆନ୍ତୁ ପଦେ ଗୀତ ଗାଆନ୍ତୁ ଏତେ କନ୍ଦା କଟା ନାହିଁ କାଲି ରାତିକୁ ଖୋଜିବାନ ଏ ଝିଅ ମାରେ ସେଇ ଭଲ ପାଇବାର ସ୍ମୃତିକୁ ତମ ଠାରୁ କଣ କିଏ ଛଡେଇ ନେଇଛି? ହଁ ତ ମଉସା ଆଜକୁ 6 ଦିନ କହି 6 ମାସ ହେଲା ନାଟିକେ ଆଡ଼େ ଗଲେ ଯେ ତାଙ୍କ ସନ୍ଧାନ ମିଳୁନି। ସେଇ କଥା କହୁନାହାନ୍ତି ମା, ମୁଁ ତ ସେଇଟା ଜାଣିବାକୁ ଚାହୁଁଛି। ଯାଇଥିଲେ ଯୋଗୀ ଘର ପୁଅ ଭିକ୍ଷା ମାଗିବା ପାଇଁ 6 ଦିନ କହି ଯାଇଥିଲେ ଘରକୁ, 6 ଦିନରେ ଫେରି ଆସିବି। 6 ଦିନ ଆଉ ଆସିଲେନି, 6 ମାସ ହେଇଗଲା ମା। 6 ମାସରେ ଆଜି ଆମ ଗାଁରେ ଜଣେ ନାଥ ପୁଅ ପହଞ୍ଚିଛନ୍ତି। ଭିକ୍ଷା ମାଗୁଥିଲେ, ସେ ପ୍ରାଣ ବିକଳରେ ତମକୁ ଭାରି ଖୋଜୁଛନ୍ତି ରେ ମା। ତମ ବିନା ସେ ଗୋଟେ ମୁହୂର୍ତ୍ତ ବଞ୍ଚି ପାରୁନାହାନ୍ତି। ମତେ ଲାଗୁଛି ସେ ତମ ସ୍ୱାମୀ ହିଁ ଥାଇପାରନ୍ତି, ମୋର ଟିକେ ସନ୍ଦେହ ହଉଛି। ଆସନ୍ତୁ ଆସନ୍ତୁ, କଣ ଗଲେ ଯୋଗୀ? ଆସନ୍ତୁ, ଶୀଘ୍ର ଆସନ୍ତୁ। ମା, ମୁଁ ଏଇ ପୁଅଙ୍କ କଥା କହୁଥିଲି।
ମଉସା ଚିହ୍ନି ହଉଛି ଦେଖିକିରି ଏ ତମ ସ୍ୱାମୀ କି ନାହିଁ ନାହିଁ ତ ମଉସା ଚିହ୍ନି ହଉନି କାହିଁ କଣ ଅସୁବିଧା ହେଲା ଚିହ୍ନିବାରେ ଯାହା ହେଲେ ମୋ ସ୍ୱାମୀ କହିଲେ ସର୍କ ସୁନ୍ଦର ଏଇ ଦେଖିଲି ଦେଖ ରାସ୍ତାରେ କିଛି ବୁଝିପାରୁନି ଓହୋ ତମେ ୟାକୁ ବାହା ହେଇନଥିଲ ହେଲେ ବି ମଉସା ମୋ ମନରେ ଭାରି ସନ୍ଦେହ ମୁଁ ଟିକେ ସନ୍ଦେହ ସନ୍ଦେହ ଅଛି ଆଉ ତତେ ପଚାରିଲ ଯେ କଣ ସନ୍ଦେହ ଅଛି କାହିଁକି ନା ମଉସା ସନ୍ଦେହ ଆଉ କିଏ ପରଦେଶୀ ଡାକୁଛ ଯେ ଆସି ଦୁଆରେ ଥାଇ ଆସି ଦୁଆରେ ଥାଇ ଯାଇଛନ୍ତି ନାଥ ମୋହର ଭିକ୍ଷା ମାଗିବା ପାଇଁ କେଉଁ ଯୋଗୀ ସଂସାରରେ କେଉଁ ଯୋଗୀ ଅଛନ୍ତି ବିନା ସଙ୍ଗୀତ ବିନା ପଇତା ବିନା କେନ୍ଦରାରେ ସେଇଠି ଜଣେ ଭିକ୍ଷା ମାଗୁଛନ୍ତି ସେ ଯୋଗୀର ନାଁ କଣ?
प्रथम चिंता करवा सारे स्त्री संध्या कर पुरुष ना पुरुष संध्या कर स्त्री भल कथा कहिछु बाबा पुरुष संध्या करे काहे कि एना बना वो सोइयो तो खाली काहे कि जने पुरुष दिन दुही पर केते के मूलचाल करी केते स्त्री पे पिलछा पाई जाई ता स्त्री के जानी पारिबानी मो स्त्री मो स्वामी केते परिश्रम करू किंतु स्त्री कोन करे घरे खाई पी आराम से छापला धरी घर भीतर सोई पड़े ध्यान ना संध्या करे ना आते भारी माइक ना संध्या जाती संध्या करिबा जानिबा दरकार मो स्वामी कोठी अछि कोन कर दो हमरा तो लौदा कोन त मत अपनी यारे काम हो तमरा संध्या करबे तम आखिरा कांडे उठे ताखरे तुम किया कि तम जा दे त हम किया कोन देखे तम नाथे हां समस्त पदा कपिलास कपिलास घर शिव नाही मो भूल आम सारा जानी घर पड़े किलो हिमालय गंगा दशा शिव आपण देखिछन मु देखिछन सारे देखिछन हेमाल कहले कोन हेमाल कहला के बरफ 5000 किलोमीटर दूर रे थिबा जे ता पाखरा के मरि हेमाल कहला के पानी शिवको बापू दर्शन करी बोले ने कहे कोला मता के क्लास कंदर रहिल मता पूजा करी आइले मता बहरण पड़ी गली ताले मठा रही तार लाभ कोन भगवान विष्णु को चिंता कला ता बड़ भाई विष्णु को चिंता कले बड़ भाई तले कौड़ी रहिलो पूजा पाइलो कुंठपुर सर्वपुर मत कहे पूजा करा कलो ठीक अछि काली सखाळ पाहु तो व्यवस्था में करी 12टा शिवलिंग के 12 दिन शिवलिंग सारे 12 शिवलिंग 12 शिवलिंग भीतर के चिंता कले भगवान विष्णु आम उड़ीसा रो धरा पृष्ठ रे शिवलिंग प्रथम आविर्भाव होला कोठी ढेंकानाल कपिलास नहीं चंद्रशेखर नाम समस्त कहते आज्ञा शिव ज्योतिंकर स्त्री सुशेया काम कला ताको स्त्री सुशेया काम कला आम समस्त कहते से माने कहते हम के कहछु ना शिवंकर प्रकृत स्त्री हला के पार्वती पार्वती काहे कि निजे शिव अंग जुग साधन वाला बोला किला निराकार विष्णु मोता चरण करिथिला आदि शक्ति माता
ନିଜେ ପାର୍ବତୀ ସତୀ 4 ନମ୍ବର ତ ନାଁଟି ଯଦି କହିବ ମୁଁ ଜାଣିବି ପ୍ରକୃତରେ ମୋ ଭାଇ ନହେଲେ ତ ତମେ ବି ପସନ୍ଦ କରିବ ମୋ ଭାଇ ଦେଖି ସତୀ ପାର୍ବତୀ ତାର ମନଟା ଝିଅ କହିଥିଲେ କି ସାପ 12 ବାଙ୍କର ଗଲେ ବି ଗୋଟେ ବାଙ୍କର ଧରା ପଡିବ ତମେ ତ ଉତ୍ତର ମୁଇଁ ପଚାରି ଯେ ତମେ ଯଦି ମୋ ସ୍ୱାମୀ ହଉଛ କୁହ ସଂସାରରେ କିଏ ଯେ ବିନା କେନ୍ଦରାରେ ଭିକ ମାଗୁଛି ତମେ ତ ଘର ବାର ଗଲେ କହିଦେଇ ତ କଥାରେ ସରିତା ଏତେ କଥା କେন ଧମି କହୁଛି ଆ ଯାହା ପଚାରିଲ ପୁରାଣ ବାଣୀ କହୁଛି ଗୁଣିଆ ଗো କହୁଛି ଗୁଣି ବୁଝାଇ କହୁଛି ଶୁଣିବ ମୋର ହେ ଯୋଗୀ ମଣି ତପସ୍ୱୀ ନାମ ତୈବର 4 ନମ୍ବର ଆଗ 4 ନମ୍ବର କହିଲେ ନାଥ ଗଣିଆ ଥର କଳପୁତର କଥା ତମେ ଜଣା ବୋଲି ଗାଳିକି କର ମୁଁ ଭେଡ଼ା କଥା ଯେତେବେଳେ ମୋ ସ୍ୱାମୀ ତପ କରୁଥିଲେ ସେଥିପାଇଁ ମୁଁ ପୁଣି ହେଲି ତପସ୍ୱୀ କୁହ ତ ତାଙ୍କ ଛାଡ଼ ଆଗକୁ ଯିବା ନା ଆଉ କ'ଣ କରିବା ନାଇଁ ଟିକେ ମାନ ତାଙ୍କର ଟିକେ ମାନ ଅଛି ଯୋଉ 6 ଦିନ ଆପଣ କହିଲେ ନା 6 ଦିନରେ ଫେରିବା କଥା କେତେବେଳେ କଷ୍ଟ ପାଉଛି 6 ଦିନରେ ଫେରିବା କଥା ଆଉ 6 ଦିନରେ ଫେରିଲେ 6 ମାସ ରହିଲେ ତେଣୁ ତାଙ୍କ ମନରେ ଟିକେ ଅଭିମାନ ଅଛି ଆପଣ ଟିକେ ଯାଆନ୍ତୁ ସେମିତି ଟିକେ ବାଙ୍କା ଦାସଙ୍କର ପଦେ ମାନଭଞ୍ଜନ ତାଙ୍କର କରିବେ ହଉ ହଉ ନାଇଁ ର ବାହା କରା କି ତୋର ଦରକାର ତ ଆମ ଦ୍ୱାରା ଘର ପାଇଲେ କି ଆଉ ନାହିଁ ଜାଣିଲ ଆପଣ ମାନଙ୍କର କବି ଗୁଣବାଇ ପଙ୍କାନୀତି ଦାସ ଆପଣଙ୍କ କଥା ଅନୁସାରେ ମୁଁ ଯିବି ସାର୍ ମୁଁ ତ ମାନେ ମୋ ଅନୁସାରେ ଆପଣ ଜାଣିଛନ୍ତି ତ
কষ্ট পাইবে কষ্ট পাইবনি কিলো তোর হাসিলে বরঙ্গি কি কেন বলা এ তোর হাসিলে বরঙ্গি কি এ তো ঠিকা হাতে সহিব কি রে তোর হাসিলে বরঙ্গি কি মা পদ্মটি আসমর জীবধন धन्यवाद आपणक अभिनय खुशी हुई सार सर घनश्याम नायक 50 टका पुरस्कृत कर सर कौन ना कहले इंद्रमणि इंद्रमणि
କଣ ନା କହିଲେନି କିଛି ନାହିଁ। ଇନ୍ଦ୍ରମଣି ବିଶ୍ୱାଳ ସାର୍ ଆପଣଙ୍କୁ 50 ଟଙ୍କା ପୁରସ୍କୃତ କରିଛନ୍ତି। ହଁ ଇନ୍ଦ୍ର ବୁଲୁ ବିଶ୍ୱାଳ 50 ଟଙ୍କା ପୁରସ୍କୃତ କରିଛନ୍ତି। ହଁ ଉଭୟ ପେଣ୍ଟିଂ ରୁମରେ ଟିକେ ପାଣି ଦିଅନ୍ତୁ। ଗଜଲକ୍ଷ୍ମୀ ପୂଜା କମିଟିର କାର୍ଯ୍ୟକର୍ତ୍ତା ଉଭୟ ପେଣ୍ଟିଂ ରୁମରେ ପାଣି ଦିଅନ୍ତୁ। ଆଜ୍ଞା ହଉ ହଉ ହଁ ହଁ ପାଣି ଦିଅନ୍ତୁ ଜଲ୍ଦି ସାଢେ 4 ଘଣ୍ଟା ହେଇଗଲାଣି କହିଲୁ ନା। ପାଣି ଦିଅନ୍ତୁ। ମୁଁ କେତେବେଳୁ କହିଥିଲି ସାର୍ ଆପଣଙ୍କୁ କହିଥିଲି ନା ପାଣି ଦେବା ପାଇଁ ଉଭୟ ପେଣ୍ଟିଂ ରୁମରେ। ହଉ ଆସନ୍ତୁ ଯୋଗୀ ବଳରାମ ପ୍ରସାଦ। हेलो हेलो गुरु ब्रह्मा गुरु विष्णु गुरुदेव
মালো হে বীর চন্দ্র ভূমি পতারে দেলে দান হই জীব পুণ্য ভূমি পতারে আনি দিয়ে দেব মুঠে দান সহজে বাকু অছি মুই যোগী জান ଆଉ ଶିବ ଥାଳେ ଦେଲେ ଦାନ ହୋଇଯିବ ପୁଣ୍ୟ ଆଉ ଶିବ ଥାଳେ ଦେଲେ ଦାନ ହୋଇଯିବ ପୁଣ୍ୟ শঙ্কা সিন্দুর মালো পৃথিবীরা জীব শিব থালে আনি দেবে দেব তুম্ভে দান বুদ্ধি কঠিলে মালো পুত্র জনমিব ବାବୁରେ ଏ ଯୋଗୀ ପୁଅ ଫଳ ପୁଷ୍ପେ ଯାହା ଗଣ୍ଡେ ପାଇଲା ସେତିକିରେ ଶାନ୍ତି ହେବାକୁ ପଡିବ ନା ବାବୁ ନାଇଁ ଆଉ ଯୋଗୀ ତୁମର ଦେଖ ହେଲା ବାହାର ନାଥ ତୁମର যোগী ତୁମର ଦେଖ ହେଲା ବାହାର ନାଥ ତୁମର কেন্দরা ধরিণ কেন্দরা ধরিণ গীত গাও অছি নানা প্রকার
मोर नारी की पाइबी बोली सुजन है ଆଉ ସେଠାରୁ ଗାଡ଼ିରେ ଚଢ଼ି ହେ ସେଠାରୁ ଗାଡ଼ିରେ ଚଢ଼ି देश सब बुली हाँ आज्ञा देखी दिया कही है देखी दिया कही आज्ञा हो आयुष्मान हो आज्ञा नाथे आज्ञा सर बलराम प्रसाद रु खोजी 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 आज्ञा शेष आसी आम ब्राह्मण बेड़ा नुआसाई गाँव में पहुंची छह दिन तो कहीकि गले घर को क्या 6 दिन में फेरले जे एत हैरान हो आज्ञा से रही मो माँ को कही जाऊँगी कुआलू ब्राह्मण बेड़ा बालीसाई आज मोर मंच अच्छी सकाଳେ फेरी आसी सार मैंने जब कहे ना सार आज दिनटा आम गाँव रही जातु माँ मत कौन चुमा दे गले तो कही सकाଳେ फेरी आसी कथा दे कथा रखिपारे मुझे रही गोटे दिन जे तापर दिन पुणी मत मैंने केते सदा खाइबा पड़े यही सब टिके भूल कहीं करते किसी मत असुविधा हो भिक्षा मांगा को जाते देश विदेश बुलूले कि गोटे असुविधा आम गाँव में माँ गजलक्ष्मी पूजा दिए सारे दंडवाद हो देखुली दी जन नारी जोगियाणी बेश जापार बेश जोगियाणी ये नाच देखुले कि आउ देखा पाऊनी कुआड़े कुआड़े गले के जाने मु कहि पारुनी तथापि से जोठी था आपणकर किछि मन न थाउ 6 दिन विवाह होइतला आपण छाडी गिरी गले से 6 दिन भितरे आपणकर जो कथा वार्तार जो आलाप हाँ जो स्वर थिला कंठ स्वर सेटा तो आपणकर पारिबे ना से पदे डाके ठीक है चेको चेको करो आत प्राण मित
যোগিয়াণী স্বামী মা পদে গীত রান্ধু ତମେ କେଉଁଆଡେ ଛାଡି ଚାଲିଗଲେ ନାଥ? ହେ ଯାତ୍ରୀର କଥା କଣ ତମର ଟିକେ ବି ମନେ ପଡେନି? ମଥାରେ ସୁଦୂର ହାତରେ ଶଙ୍ଖ ଦେଇକି ହୋଇଥିଲା ଜନ୍ମ ଜନ୍ମର 7 ଜନ୍ମର ସାଥୀ କରିବା ପାଇଁ। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ତମେ ମୋ ସ୍ୱାମୀକୁ ଯେଉଁଠି ବି ରଖିଥାଅ ପ୍ରଭୁ, କଣ୍ଠ ଗଡ଼େଇକି ରଖିଥାଅ, କଣ୍ଠ ଗଡ଼େଇକି। ହସିବାର ମିଛ ଅଭିନୟ କଲେ ସିଏ କି ପାରିବ ହସି, ଏମିତି ଜୀବନ ବାରେ ବୋଧେ ମାନେ ତ ହୁଏ ନା କିଛି। ହସିବାର ମିଛ ଅଭିନୟ କଲେ ହସିବାର ମିଛ ଅଭିନୟ କଲେ ପାରିବ ଏମିତି ଯିବାରେ ବୋଧେ ଏମିତି ଯିବାରେ ବୋଧେ ମାନେ ତ ହୁଏ ନା କିଛି। ମୁଁ ସୁଖରେ ହସିବି ନା ଦୁଃଖରେ କାନ୍ଦିବି, ମୁଁ ସୁଖରେ ହସିବି ନା ଦୁଃଖରେ କାନ୍ଦିବି। ମନେ ଭାରି ଅବଶୋଷ, ମୋ ଭାଗ୍ୟର ନା କର୍ମର ଦୋଷ, ମୋ ଭାଗ୍ୟର ନା କର୍ମର ଦୋଷ। ମା ଦୁଃଖରେ କାନ୍ଦିବି ନା ସୁଖରେ ହସିବି, ମୋ ଭାଗ୍ୟର ଦୋଷ ନା ମୋ କର୍ମର ଦୋଷ? ମାରେ ଏମିତି କାହିଁକି ଦୁଃଖରେ କାନ୍ଦିବ? କଣ ହେଇଛି ତମର ଦୁଃଖରେ? କଣ ଏତେ ଦୁଃଖ ଯେ ତମେ ଆସି ଆମ ଯାହାକୁ ଏ ସୁଖର ସଂସାରରେ ଘର କରିବି ବୋଲି ଭାବିଥିଲି, ହଁ ହଁ ଯିଏ ମୋର ମଥାରେ ସିନ୍ଦୁର ହାତରେ ଶଙ୍ଖ ଗୋଟେ ନାରୀ ଜୀବନରେ ସୁଖ ଭରିଦିଏ, ହଁ ହଁ ଆଜି ସେ ମତେ ଛବିର କଟ ଦେଇକି ଚମତ୍କାର କଲେ ଯେ ମତେ ପର କରିଦେଇଛନ୍ତି। ମାରେ ଯୋଗୀ ଘର ପୁଅ ନା, ଭିକ୍ଷା ମାଗିବାକୁ ଯାଇଥିଲେ। ତାର ଅର୍ଥ ନୁହଁ ଯେ ସବୁଦିନ ପାଇଁ ଛାଡି ଦେଇ ଚାଲିଗଲେ, ଛାଡପତ୍ର ଦେଇଦେଲେ, ସେଇଆ ନୁହଁ। ମା କୋଉଠି ଗଲେ ଭାରି ମୋ ମନ ଦୁଃଖ ହେଇ, ମା ଯେତେବେଳେ ବିଦେଶ ଯାଆନ୍ତି, ବିଦେଶରେ କଣ ହଉଛି, କଣ କରୁଛନ୍ତି, କେମିତି, କାହିଁକି, କଣ ଅସୁବିଧାରେ ପଡିଲେ, ସେ କଥା ତ ଆମେ ଜାଣିନାହାନ୍ତି। କିନ୍ତୁ ମା ମୁଁ ଆଜି ଦେଖିଛି ଜଣେ ଯୋଗୀ ପୁଅ
ଆମ ଗାଁକୁ ଆସି ଭିକ୍ଷା ମାଗିବା ଛଳରେ ତାଙ୍କର ଛଳନା ଥିଲା ଭିକ୍ଷା ମାଗିବା ଛଳନା ଥିଲା ଭିକ୍ଷା ମାଗିବା କିନ୍ତୁ ବାସ୍ତବରେ ସେ ଖୋଜିବାକୁ ଆସିଥିଲେ ପ୍ରାଣ ବିକଳରେ ତାଙ୍କ ସ୍ତ୍ରୀକୁ ମଧ୍ୟ ଖୋଜି ତମେ ତ ସତ କହୁଛ ମାମୁଁ କଣ କେବେ ମିଛ କହେ ଏ ମଉସା କୁହନ୍ତୁ ମତେ ତମେ ଥରେ ଦେଖେଇ ଦିଅ ତାଙ୍କୁ ମା ଏଇ ପୁଅଙ୍କ କଥା ମୁଁ କହୁଛି ଆରେ ଝିଅ ହଲ ନାନୀ ଦେଖି ପାରୁଛୁ ନାନୀଲ ଛଦିନକୁ କଣ୍ଟା ଦେଇକି 6 ମାସ ହେଲାଣି ଗଲେଣି ମତେ ବି ଭାରି କେମିତି ସନ୍ଦେହ ସନ୍ଦେହ ଲାଗୁଛି ଏ ନାନୀ କହିଲ ଏ ନାଥ ଘର ପୁଅକୁ ଦେଖିଲେ ନା ମତେ ସେ ରାମାୟଣର କଥା ମନେ ପଡି ଯାଉଛି ସେ ମାୟାବୀ ରାବଣ ଯେମିତି ମାତା ସୀତାକୁ ଛଦ୍ମ ବେଶରେ ଆସିକି ଅପହରଣ କରି ନେଇ ଯାଇଥିଲା ସେ ନାଥ ଘର ପୁଅ ଆସିକି ଆମ ସହିତ ଏମିତି ଛଳନା କରୁନି ତ ଇଏ କିନ୍ତୁ ମୋ ନାନା ମୋ ଭଳି ଲାଗୁଛି ଆଲୋ ଏ ନାନୀ ଯଦି ମଉସା କହୁଛନ୍ତି ଚାଲ ପଦୁଟିଏ ପଚାରି ବୁଝିବା ତମେ କି କହିପାରିବ ତମେ କଣ ସତରେ ଆମ ନାଥ ଯଦି ସତରେ ଆମ ନାଥ ତାହେଲେ 6 ଦିନକୁ ଘଟ ଦେଇକି ଆରେ କିଛି ତ କୁହ ଆରେ କିଛି ତ କୁହ ତମେ କିଏ ଏ ନାନୀ ସେ ଯଦି ହେଇଥାନ୍ତେ ତ କହିଥାନ୍ତେ ମୁଁ ତ କହିଲି ଚାଲ ପଚାରି ବୁଝିବା ତମେ ପରା ଏଠାରେ ବସିଛ ମା ତାଙ୍କ ଚେହେରାରୁ ଦେଖି ତମେ କଣ ଚିହ୍ନି ପାରୁନ ସେ ତମ ସ୍ୱାମୀ ବୋଲି ସେ ଯଦି ସ୍ୱାମୀକୁ ଚିହ୍ନି ପତା ଏ ସଂସାରରେ କେତେ କଣ ଅବସ୍ଥା ହଁ ସେ ବି ଗୋଟେ ସତ କଥା 6 ଦିନରେ ଏତେ ସହଜ ନୁହଁ ଚେହେରାରୁ ଚିହ୍ନିବା ତାଙ୍କ କଣ୍ଠସ୍ୱରଟା ଶୁଣିବାକୁ ଚାହେଁ ମା କିଛି ତମ ସନ୍ଦେହ କୋକିଳ କଣ୍ଠରୁ ତ କିଛି କୁହ ଯଦି କିଛି ସନ୍ଦେହ ଅଛି ମନରେ ପଚାରି ପାରନ୍ତି ଆଲେ ଝିଅ ହଁ ନାନୀ ଆଗରେ ଏଇ ଚୁମ୍ବକ ସାମ୍ନାରୁ ମତେ ଆଜି ଜଣା ପଡି ଯାଉଛି ଏ ନାନୀ କଥାରେ ସମନ ପ୍ରତ୍ୟେକ ଜିନିଷର କିଛି ଗୀତ ଗାଇବା ସମାଧାନ ଥାଏ ସଠିକ ଉତ୍ତର ଦବ ଯଦି ଜାଣିବା ଆମ ନାଥ ଆଉ ଯଦି ଛଳନା କରିଥିବ ତାହେଲେ ତାହାରି କେନ୍ଦରା ବାଡିରେ ଏମିତି ରାନ୍ଧି ଦେବା ଯେ ଆଜି ମଳିଚ ମୋର ଛାଡ଼ିଯିବ किए तुम्हें नाथ हाइला नाथ भूलुआ छ बारो द्वारो बुलुआ छा किए तुम्हें नाथ हरिला नाथ भूलुआ छ बारो किए तुम्हें नाथ हरिला नाथ भूलुआ छ बारो
କିଏ ରେ ଚୋର ବାହାନଡା କହିବ ଏ ମୂଷା ନାଁରେ କହିବନି ମୂଷା ନାହିଁ ଜମ ନାହିଁ ଏରା ଛାଡ଼ି ଦେବେ ଆଉ ଅନ୍ୟ କଣ କହିବେ ଆଉ ନାଁଟା କହିଦେବ ମଣି ମଣି ଶୁଣ ପ୍ରେମ ବାୟା ରମଣୀ ମଣି ଗଣେଶ ବାହାନ କିଏ ଯେ ହୁଇ କିଏ ଯେ ହୁଇ ସଠିକ ଭାବରେ ଘରେ ପକାଇ ରମଣୀ ମଣି ଶୁଣ ପ୍ରେମ ପାୟାଣି ଯୋଗିଆଣି ସ୍ୱାମୀଙ୍କର ପରିଚୟ ମିଳିଲା ଏ ମଉସା ମତେ ଜଣା ପଡୁନି ଅର୍ଥ ବୋଲି ନାହିଁ ନା ଇଏ କେଡେ ରସିକିଆ ସତ କଥା ଆମ ଗାଁକୁ ଆସିଲେ ଭିକ ମାଗିବା ପାଇଁ ଇଏ ପର ସ୍ତ୍ରୀ କହିଲେ ମୋ ସ୍ତ୍ରୀ ମତେ ଖୋଜି ଖୋଜିକିରି କଣ ଆଜି ହାବୁଡରେ ପଡିଛି କି ସମୟ ପକ ନେବି ଆଜି ଏମିତି ଅବସ୍ଥା କରିବା
ଆଉ ଦୂର ଖୋଜିବେ ବୋପା ମା ଏଇଭଳିଆ ଗଲେ ତାକୁ ଛାଡ଼ିବେ ମା ଟିକେ ଆର ପଟକୁ ଯିବେ ମାଛ ହେଲା ନା ବିଦେଶ ଯାଇଥିଲା ଘରେ ଜୁଡା ଜୁଡା ଭାରି ଯା ଟିକେ ବି ମନାର ଚିନ୍ତା ନାହିଁ ଝିଅ ଅଣ୍ଡା ତ 6 ଦିନର କଟ 6 ମାସ ହେଲେ 6 ମାସର ଧନ କେତେ ଚାଇଲୁ ଦେଖିବା କଣ ଠୁଲିଟା କଣ ଆଣିଛି କିଛି ନାହିଁ ଲାଉ ଖାଲି ବେଡା ବା ମତେ ସତ କଥା କହିବ ତମେ ମୋ ଘଇତା ଦଧି ମୋ ଘରକୁ ଆଇଛ ତ ତମେ ଚାହିଁକି ଏଥର ବାହାରି କର ତମ ପାଟିରୁ କାକରା କରାଗଲା ଭାଇ ଅଣ୍ଡା ଧନ ସମ୍ପତ୍ତି ଆଣିନି ମାନେ ଅଣ୍ଡା ବିଦେଶରେ ଆଉ ଗୋଟେ ରଖିଛି 6 ଦିନ କହି 6 ମାସ ରହିଲି ନା ରଖିଛି ବୋଲି ମାଇପ କଥା କବ ସବୁ ଆସୁନି ମାଇପକୁ କିଏ ଛାଡ଼ି ଯାଏ ଖାଉଥିଲ ହେଇ ଦେଖ ମୁଇଁ ମରି ଗଲେ ସେ ଆଉ ଟା କାଣକୁ ପାଣି ପ ଅଣ୍ଡରା ଭାବିଛୁ ପାନ ଖାଇକିନି ମୋଡେ ଛାପି ଭାଇ ଟିକେ କାନିଟା ଛା ଭିଡିଓ ଧାନର ନା ଟପ ଟପ ମାରି ନବା ଆରେ କଖାରୁ ଡୁକ ଟିକେ ହଁ ତତେ ମିଛ ଲଜା ମତେ ସେ ତ ଋଷି ବକ୍ତା ମା